ଆପଣ ଏଠି ଉପସ୍ଥିତ ଅଛନ୍ତି, ଆପଣଙ୍କୁ କେମିତି ଅନୁଭବ ହେଉଛି ଆଉ ଆପଣ ଏଠି ସବୁ ଲୋକଙ୍କୁ କ'ଣ କହିବାକୁ ଚାହୁଁଛନ୍ତି? ମୁଁ ଆଜି ଉପସ୍ଥିତ ରହିକି ମୋତେ ବହୁତ ଗର୍ବ ଅନୁଭବ ହେଉଛି ଏବଂ ମୁଁ ସମସ୍ତଙ୍କୁ ଏଇ ଗୋଟିଏ କଥା କହିବି, ଆମେ ଯେଉଁ ଆମ ନିଜର ଓଡ଼ିଆ ପଣକୁ ଆମେ ଛାଡ଼ି ଦେଉଛେ, ଆମେ ଯଦି ସେଇଟାକୁ ଧରି ରଖିବା ତାହେଲେ ଆମର ଯେଉଁ ରାଜାଙ୍କର ଯେଉଁ ସ୍ୱପ୍ନ ଥିଲା ଯେ ଓଡ଼ିଶା ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବ ଏବଂ ତା ସହିତ ଆମ ଓଡ଼ିଆମାନଙ୍କର ଗୋଟେ ସ୍ୱତନ୍ତ୍ର ରାଜ୍ୟ ହେବ, ସେଇଟା ଭବିଷ୍ୟତରେ ଯେମିତି କେବେ ଭଙ୍ଗ ନ ହଉ। ତ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ନିଜ ଓଡ଼ିଆପଣକୁ ବା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବେ। ଆଉ ସମାଜ ପାଇଁ କହିଲେ ଆପଣ କ'ଣ କରିବେ, ଏଠି ଭଲ କାର୍ଯ୍ୟ ସେ ବିଷୟରେ ଆପଣ ଆଜି ଆମକୁ କ'ଣ କହିବେ? ସମାଜ ପାଇଁ ତ ମୁଁ କ'ଣ କରିବି, ମୁଁ ସେଇଟା ଏବେ ପର୍ଯ୍ୟନ୍ତ କିଛି ଭାବିନି, କିନ୍ତୁ ଚେଷ୍ଟା କରିବି ଯେ ସମାଜରେ ଯଦି ମୋତେ କିଛି ବି କାର୍ଯ୍ୟ ପଡ଼େ, ଯେମିତିକି ମୁଁ ରାଜାଙ୍କର ଆଇଟମ୍ଙ୍କ ଉପରେ ବା ଆମେ ଚେଷ୍ଟା କରୁଛୁ ଯେ ନୃତ୍ୟ ହିସାବରେ ଆମେ ସମସ୍ତଙ୍କ ମନରେ ଗୋଟେ ଜାଗ୍ରତ ସୃଷ୍ଟି କରିବୁ ଏବଂ ତା ବିଷୟରେ ଆମେ ଅନ୍ୟମାନଙ୍କୁ ମଧ୍ୟ ଜଣାଇ ପାରିବୁ ଯେ ଓଡ଼ିଶାର ଯେଉଁ ମୁଖ୍ୟ ଯିଏ ଥିଲେ ନାୟକ, ମହାନାୟକ ଯିଏ ଥିଲେ, ସିଏ ଗଠନ କରିବାରେ ଯେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଆମେ ତାଙ୍କର ଜିନିଷଟାକୁ କେମିତି ଆମେ ସବୁବେଳେ ବଜାୟ ରଖିବୁ ଏବଂ ତାହା ସହିତ ମୁଁ ଯଦି ପାରିବି କେବେ ତାହେଲେ ମୁଁ ଚେଷ୍ଟା କରିବି ଯେ ମୁଁ ସେଇଟା କେମିତି ମୁଁ ବିଶ୍ୱସ୍ତରରେ ପହଞ୍ଚାଇ ପାରିବି ଯେ ସେ ରାଜାଙ୍କୁ କେହି ଭୁଲନ୍ତୁ ନାହିଁ, ସେ ରାଜା ଆଜି ମଧ୍ୟ ବଞ୍ଚିତ ଅଛନ୍ତି ଆମ ସହିତ। ଧନ୍ୟବାଦ। ମୁଁ ନ୍ୟୁଜ୍ ରିପୋର୍ଟର ସତ୍ୟପ୍ରଜ୍ଞା ଦାସ, ସାଇ ଓଡ଼ିଶା ନ୍ୟୁଜ୍ ଚ୍ୟାନେଲରୁ କହୁଛି, ଜୟଦେବ ଭବନ।